ପରିବା ଦୋକାନ ଆଗରେ ବୁଲୁଥିଲି ତ ଶାଶୁ ବୁଢୀ ଯାଇ ତାକୁ ପରିବା ମାଗିଲା କହିଲା ମଧୁଆ ଜହ୍ନି ରଖିଛୁ ଫୁଲକୋବି ଦେଲୁ। ମଧୁଆ କହିଲା ବୁଢୀ ତୋର ଭାରି ଜହ୍ନି ଖାଇବାକୁ ମନ କହିଲା ନା ମୋ ବୋହୂ ଖାଇବ ବୋଲି ଇଚ୍ଛା କରିଛି। ମଧୁଆ କହିଲା ବୁଢୀ ତୁ ବାକି ଟଙ୍କା ଦେଇନୁ ତତେ ପରିବା ଦେଇ ହବନି ତୁ ଯା। ବୁଢୀ ତାର କଣ କରିବ ବିଚାରି ନିରାଶ ହେଇ ଫେରି ଆସିଲା। ତାପରେ ତମେ ସେଠି ଗୁଣ୍ଡାଗିରି କରି ତା ପରିବା ଦୋକାନରୁ ପୁଳାଏ ପରିବା ଧରି ଏଠିକି ଚାଲି ଆଇଲେ ଦୟା ଦେଖି ପ୍ରଶଂସା ପାଇବା ପାଇଁ ନୁହଁ। ବାସ୍ ବାସ୍ କିନ୍ତୁ ଯାହା କହ ତୁ ଗୋଟେ ହୃଦୟହୀନ ମଣିଷ। ହଁ তুমি এমনিতে হৃদয় বান মଣିষ ଛାତି ଚିରି ଦେଖେଇଦେବି তাও আবশ্যক ନାହିଁ। তোমার যদি হৃদয় ভরি কিছু ଗୋଟେ ଜିନିଷ ଥାନ୍ତା ତାହେଲେ ସେଦିନ ରାତିରେ ତମର ଏତେ ବଡ଼ ସର୍ବନାଶ କରି ନଥାନ୍ତ। ସର୍ବନାଶ କାହାକୁ ସର୍ବନାଶ ବୋଲି କହୁଛୁ? ଆଲୋ ସେଦିନ ରାତିରେ ଯାହା ହେଇଛି ତାକୁ ସୌଭାଗ୍ୟ ବୋଲି ଭାବିନେ। ଆହାରେ ମୋ ସୌଭାଗ୍ୟ। ତମ ଭଳି ଜଣେ ମୂର୍ଖ ଆଉ ମଧୁଆ ସେ କେବେ ବି ବୁଝିପାରିବନି ଯେ ସୌଭାଗ୍ୟ ଆଉ ସର୍ବନାଶ